ତ ସାଙ୍ଗମାନେ ମୁଁ ସକାଳୁ ସକାଳୁ ଯାଉଛି ପରିବା ମାର୍କେଟ। ଆପଣମାନେ ବି ତ ଯାଉଥିବେ। ଯଦି ଯାଉନାହାନ୍ତି ତେବେ ଯିବା ପାଇଁ ପଡ଼ିବ ଆଜି ନୁହେଁ ତ କାଲି, ଯେତେବେଳେ ଆପଣମାନେ ବାହା ହେଇଥିବେ। ମୋ ଛାତି ଧକ୍ ଧକ୍ ଷ୍ଟାର୍ଟ ହେଇଗଲାଣି। ମାର୍କେଟ ଆଜି ବନ୍ଦ ନା କଣ? ସ୍ତ୍ରୀ କହିଛି ଫୁଲକୋବି ନ ନେଇ ଆସିଲେ ଦେଖିବ। ଦେଖିବର ମାନେ ତ ଆପଣମାନେ ବୁଝି ଯାଇଥିବେ, ଯୋଉମାନେ ବାହା ହେଇସାରିଛନ୍ତି। ଯାହା ହଉ ପ୍ରଭୁ ବଞ୍ଚାଇ ଦେଲେ, ଫୁଲକୋବି ମିଳିଗଲା। ସ୍ତ୍ରୀର ଗାଳିରୁ ବଞ୍ଚିଗଲି। No, no, no. ଫଳମୂଳ କିଏ ଖାଏ? ସେଇଟା ଖାଲି ଧନୀ ଲୋକ ପାଇଁ। ଆମ ପାଇଁ ତ ତିଆରି ହେଇଛି ଫୁଲକୋବି, ବନ୍ଧାକୋବି। ସେମାନଙ୍କ ଚା ପିଆ ଦେଖି ମୁଁ ଆଉ ରହିପାରୁନି। ମତେ ବି ଟିକେ ପିଇତେ ହବ। ବହୁତ ଜୋର ଡାକିଲାଣି ଚା ଟା। ଚାହା ଗରମ ହଉ ହଉ ଟିକେ ପେପର ପଢିଦବା। ପଢେ ତ ନାଇଁ, ଖାଲି ଟିକେ ଫଟୋକା ଦେଖିକି ଖୁସି ହବା କଥା। ଏଇଟା ଗୋଟେ କି ପେମ୍ପଲେଟ ଟା? ଅର୍ଶ ରୋଗ ପାଇଁ କଣ୍ଟାକ୍ଟ। ହେସ୍, ଚାହା ଆସିଗଲା। ଏବେ ଟିକେ ଶାନ୍ତି। ଇଚ୍ଛା ତ ହଉଛି ସବୁ ଚାହା ପିଇ ଦେବି ବୋଲି। ଖାଲି ମନ କଲେ କି ହବ? ଧନ ନାହିଁ। ଯୋଉଦିନ ବଡ ୟୁଟ୍ୟୁବର ହେଇଯିବି ସେଇଦିନ ସବୁ ଚାହା ପିଇ ଦେବି।